ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ସକାଳେ ସକାଳେ ମୁଁ ତ ସବୁଦିନ ସକାଳୁ ଚା ପଟେ ବାସି ରୁଟି ଖାଏ ବୁଡ଼େଇକିରି, ନାଲି ଚା କାଢ଼ା ଆଜି ବି ଖାଇଥିଲି। ତାପରେ ଗୋଟେ ପିଜୁଳି ଖାଇ ଦେଇଥିଲି। ତାପରେ କ'ଣ ହେଇଛି ନା, ଏବେ ଲଞ୍ଚ ପାଇଁ ସବୁ ଜିନିଷ ତିଆରି କଲି। ଏଠି ଭାତ ଦେଖନ୍ତୁ, ଭାତ ହେଇଛି, ତାପରେ କାକୁଡ଼ି, ଏଠି ମସୁର ଡାଲି, ତାପରେ ଏଇଟା ହେଉଛି ପୋହଳା ମାଛ, ତାପରେ ଏଇଟା ହେଉଛି ରୋହି ମାଛ ଭଜା, ଏଇଟା ହେଉଛି ଆଚାର। ଏଇସବୁ ଆଜି ହେଉଛି ଲଞ୍ଚରେ ଏଇସବୁ ଆଇଟମ୍ ଦେଖନ୍ତୁ। ଏଇସବୁ ଆଇଟମ୍ ଏସବୁ ମୁଁ ତିଆରି କଲି, କରିବାକୁ ଟାଇମ୍ ଲାଗିଲା। ଆଉ ଆମେ ତ ଶ୍ରୀଗୁଣ୍ଡିଚା ହେଉଛି ଶୁକ୍ରବାର 27 ତାରିଖ, ଆମେ ସେଦିନ ଆଉ ଖାଇବୁନୁ, ଆଇଁଷ ସେଦିନ ଖାଇବୁନୁ। ସେଥିଲାଗି ଆଜି ଆମର ବୁଧବାର ଥିଲା, ଆଇଁଷ ବାରିଟା, ଆଇଁଷ ନେଇ ଆସିଥିଲେ, ମୁଁ କରିଦେଇଥିଲି। ଆଉ ରଥଯାତ୍ରା ପାଖେଇ ଆସିଲେ, ଖାଲି ଜଗନ୍ନାଥଙ୍କ ମୁହଁଟା ଦେଖାଯାଉଛି। ଆର ବର୍ଷ ନୀଳାଦ୍ରି ବିଜେକୁ ମୁଁ ଯାଇଥିଲି, ଜଗନ୍ନାଥ ଦର୍ଶନ, କେତେ ସୁନ୍ଦର ଦର୍ଶନ ହେଇଥିଲା। ରଥ ଉପରେ ଠାକୁର ଥିଲେ, ବହୁତ ସୁନ୍ଦର ଦର୍ଶନ ହେଇଥିଲା। ଆଉ ଏ ବର୍ଷ ବି ପୁଅ ଜିଦି କରୁଛି ନେବା ପାଇଁ, କ'ଣ ଠାକୁରଙ୍କର ଇଚ୍ଛା, ସବୁ ତାଙ୍କରି ଇଚ୍ଛା। ସେଇ ଲୀଳାମୟ କରି କରାଉ ଥାଏ ସେଇ, ତା ବିନୁ ଅନ୍ୟ ଗତି ନାହିଁ। ମୁଁ ପେଟି ମାଛ ବହୁତ ଭଲ ପାଏ। ପେଟି ମାଛ। ପେଟି ମାଛଟା ଲଙ୍କା ଟିକେ ଚକଡ଼ିକି ଖାଉଛି। ମସୁର ଡାଲି, ଆପଣମାନଙ୍କ ଦେହ ଯଦି ଦର୍ଜ ହେଉଥିବ, ଏଇ ଡାଲି ଖାଇବେ, ଦେହ ହାତ ଦର୍ଜ କମିଯିବ, ଅଣ୍ଟା ଦର୍ଜ କମିଯିବ, ଗଣ୍ଠି ଗୋଡ଼ ଗଣ୍ଠି ଜଏଣ୍ଟ ସବୁ ଗଣ୍ଠି ଯେଉଁ ଧରିଥିବ ଯଦି କମିଯିବ। ମୁଁ ଆକୁ ବହୁତ ଭଲ ପାଏ। କୋଳଥ ଡାଲି ବି କମିଯିବ, ମସୁର ଡାଲି ମଧ୍ୟ କମିଯିବ। ଆକୁ ସୋରିଷ ବାଟଣ ଦେଇକି ପୋହଳା ମାଛଟା ଝୋଳ ହେଇଛି।